ଝରିକା ବଣୁଆଗୁଡ଼ାରେ ବଡ଼ ଧରଣର ଡକାୟତି। ରାତି ପ୍ରାୟ 1.5 ଘଣ୍ଟା ସମୟରେ ଘରେ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ନଗଦ 6 ଲକ୍ଷ ଟଙ୍କା ଏବଂ ସୁନା ଗହଣା ସହ ପାଖାପାଖି 15 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ବଣୁଆଗୁଡ଼ାସ୍ଥିତ ଗାଉଁଟିଆଗୁଡ଼ା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଚୋରି। ଚାଷ କରିବା ଲାଗି ଉମରକୋଟ କେସିସି ବ୍ୟାଙ୍କରୁ 2 ଲକ୍ଷ ଟଙ୍କା ଏବଂ ଘରେ ଥିବା 4 ଲକ୍ଷ ମୋଟାମୋଟି 6 ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ। ସୂଚନା ପ୍ରକାରେ 4 ଜଣ ମାରଣାସ୍ତ୍ର ଧରି କବାଟ ଭାଙ୍ଗି ଘରେ ପଶିଥିବା ବେଳେ ଆଉ କିଛି ଲୋକ ବାହାରିଥିବା ଅନୁମାନ କରାଯାଉଛି। ଡକାୟତି ଲାଗି ଗୋଟିଏ କାର୍ ଯୋଗେ ଆସିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଯାଞ୍ଚ କରୁଛି। ଗାଁର ଗୋଟିଏ ପାଚେରୀ ମଧ୍ୟରେ ଥିବା 3ଟି ଘରୁ ଡକାୟତି ଉଦ୍ୟମ କରାଯାଇଛି। ଝରିଗାଁ ଅଞ୍ଚଳର ବିଭିନ୍ନ ଛକରେ ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ଏବଂ ଲୋକଙ୍କୁ ବାରମ୍ବାର ସଚେତନ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଉଥିବା ବେଳେ ଏଭଳି ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ଜୟପୁର ବ୍ରେକିଂ।